ଜୟ ଜଗନ୍ନାଥ ସାଙ୍ଗମାନେ, ମୋ 36 ବ୍ଲକକୁ ଆପଣମାନଙ୍କୁ ସ୍ୱାଗତ। ସକାଳୁ ଗାଧୋଇ ପାଧେଇକି ବାହାରି ପଡ଼ିଲି ଅଫିସ୍। ମାନେ ଦେଖିପାରୁଥିବେ କି ହାରରେ ବର୍ଷା ହେଇଛି ଯେ ଆମର ସଜନା ଗଛ ପୁରା କାଲି ମାନେ ପରଦିନ ଯେଉଁ ହାରରେ ପବନ ହେଲା, ସେ ପବନରେ ପୁରା ସଜନା ଗଛ ପୁରା ଭାଙ୍ଗି ଦେଇଛି। ମାନେ କେତେ ବଡ଼ ଗଛ ହେଇଥିଲା, ଗଛଟା ଭାଙ୍ଗି ପୁରା ଗୁଣ୍ଡ ହେଇଗଲା। ଚାଲନ୍ତୁ, ଏବେ ତ ଗାଧୋଇ ପାଧୋଇ ହେଇକି ରେଡ଼ି ହେଇଗଲେ। ଆଜି ଅଛି ଡ୍ୟୁଟି, ତ କର୍ମ ହିଁ ଭଗବାନ। ଚାଲନ୍ତୁ ଏବେ ଚାଲିବା ଡ୍ୟୁଟିକି। ଆଉ ଅଫିସ୍ ଯିବା ବାଟରେ ଗୋଟେ ଭାଇଙ୍କ ପରିବା ଦୋକାନ, ଚାଲନ୍ତୁ ଟିକେ ପରିବା ନେଇକି ଚାଲିବା ଏବେ ଡ୍ୟୁଟି। ବର୍ତ୍ତମାନ ଆସିକି ଅଫିସ୍ରେ ପହଞ୍ଚିଗଲି। ଆଉ ଗୋଟେ କଥା କହିବାର ଅଛି, କେବେ ହେଲେ କାହାର ଆସ୍ଥା ଆଉ ବିଶ୍ୱାସ ନେଇକି ମାନେ ଖରାପ କମେଣ୍ଟ ଦିଅନ୍ତୁ ନାହିଁ। ଆପଣମାନେ ମୋତେ କହିଲେ ଯେ କାହିଁ ଚପଲ ପିନ୍ଧୁନାହାନ୍ତି, ଇଏ ବୋଧେ ଦିନେ ଦିନ ପିନ୍ଧିବେ ତାପରେ ପିନ୍ଧିବେନି। ଭାଇ ଦେଖନ୍ତୁ, ଆଜି ମୁଁ ଅଫିସ୍ ଆସିଛି, ଖାଲି ଗୋଡ଼ରେ ଆସିଛି। ଆପଣ ଚାରିପଟେ ଦେଖନ୍ତୁ କେଉଁଠି ମୋ ଚପଲ ଅଛି, ମୋ ଚପଲ ନାହିଁ। ତ ସେଥିପାଇଁ ମୁଁ କହୁଛି କେବେ ହେଲେ କାହାର ଆସ୍ଥା ବିଶ୍ୱାସ ନେଇ କମେଣ୍ଟ କରନ୍ତୁ ନାହିଁ। କାରଣ ତାର ବିଶ୍ୱାସ ଅଛି, ଭରସା ଅଛି ବୋଲି ସେ ତାର କର୍ମକ୍ଷେତ୍ରରେ ଲାଗିଛି। ଆପଣମାନଙ୍କର ଯେଉଁଠି ବିଶ୍ୱାସ ଭରସା ଅଛି ତାହେଲେ ଆପଣ ଲାଗନ୍ତୁ। ମୁଁ ଆପଣଙ୍କୁ କିଛି କହୁଛି କି, ତେଣୁ ମୋର ବିଶ୍ୱାସ, ମୋ ଭରସା, ତେଣୁ ମୋ ଆସ୍ଥା, ତେଣୁ ମୁଁ ନେଇକି ଚାଲିଛି। ତ ଚାଲନ୍ତୁ, ସେ କଥା ଛାଡ଼ନ୍ତୁ। ଏବେ ତ ଆସିକି ଅଫିସ୍ରେ ପହଞ୍ଚିଗଲି, ଚାଲନ୍ତୁ ଏବେ କର୍ମକ୍ଷେତ୍ରରେ ଲାଗିଯିବା।